शांताकारं भुजगशयनं पद्मनाभं सुरेशं विश्वहारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिविज्ञानगम्यं वन्दे विष्णु भवभयहरं सर्वलोकैकनाथं। जय जगन्नाथ। ओडिशार समस्त हृदय बास करुवा ସେହି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ସେହି ସମସ୍ତ ଚରାଚରର ସ୍ୱାମୀ ନାରାୟଣ ଭଗବାନଙ୍କ ପାଦ ତଳେ ମୋ ହୃଦୟରୁ ପ୍ରଣାମ। ହେ ଶ୍ରୋତା ମଣ୍ଡଳୀ, ହେ ସାଧୁ ମଣ୍ଡଳୀ, ଆଜି ଆମେ ଗରୁଡ଼ ପୁରାଣର ସପ୍ତମ ଅଧ୍ୟାୟ ବିଷୟରେ ଆଲୋଚନା କରିବା। ଭଗବାନ ଜଗତରନାଥ ଜଗନ୍ନାଥ ଅଖିଳ ଅନନ୍ତ କୋଟି ବ୍ରହ୍ମାଣ୍ଡ ଠାକୁର ଓ ଭକ୍ତଗଣଙ୍କ ମଧ୍ୟରେ କଥୋପକଥନ ଚାଲିଛି। ଗରୁଡ଼ ଶ୍ରୀହରି ବିଷ୍ଣୁଙ୍କୁ ପଚାରୁଛନ୍ତି, ହେ ପ୍ରଭୁ, ମୋ ଉପରେ ଦୟା କରି ଗର୍ଭର ଯନ୍ତ୍ରଣା ଦ୍ୱାରା ଜୀବ କିପରି ପରିତ୍ରାଣ ହୁଏ ସେ ବିଷୟରେ ଦୟା କରି କୁହନ୍ତୁ। ଶ୍ରୀ ଭଗବାନ ପରମ ପ୍ରଭୁ କହୁଛନ୍ତି, ହେ ଗରୁଡ଼, ମାତା ପିତା ଯେତେବେଳେ କାମାସକ୍ତ ହୋଇ ସଙ୍ଗମ କରନ୍ତି, ସେତେବେଳେ ବୀର୍ଯ୍ୟ ମାତା ରଜରେ ପଡ଼ି ଯୋନିରେ ପ୍ରବେଶ କରେ। ରଜ ବୀର୍ଯ୍ୟ ମିଶି ମାତାର ଗର୍ଭ ମଧ୍ୟରେ ପ୍ରବେଶ କରେ। ପୂର୍ବ କର୍ମ ଅନୁସାରେ ଜୀବ ନରକ ଯନ୍ତ୍ରଣା ଭୋଗିବା ପାଇଁ ଗର୍ଭରେ ଶରୀର ଧାରଣ କରେ। ହେ ଶ୍ରୋତାବୃନ୍ଦ, ଏଠାରେ ଭଗବାନ କହୁଛନ୍ତି, ନାରୀ ଯେତେବେଳେ ରଜବତୀ ହୋଇଥାଏ ତାର ଶରୀର ପାପ ଶରୀର ହୋଇଥାଏ। ରଜବତୀ ନାରୀକୁ ପାପୀ ଶରୀର କୁହାଯାଏ। କାହିଁକି ଆସନ୍ତୁ ଜାଣିବା। ଭଗବାନ କହୁଛନ୍ତି, ହେ ଗରୁଡ଼, ଏ ବିଷୟରେ ସଂଶୟ ଦୂର କରିବା ପାଇଁ ଗୋଟିଏ କଥା ଶୁଣାଇବି। ଭଗବାନ କହୁଛନ୍ତି, ଯେତେବେଳେ ନାରୀ ରଜବତୀ ହୋଇଥାଏ ତାକୁ କାହିଁକି ପାପୀ ଶରୀର କୁହାଯାଏ, ସେ ବିଷୟରେ ପୂର୍ଣ୍ଣତଃ ଜଣାଇବା ପାଇଁ ଭଗବାନ ଗରୁଡ଼ଙ୍କୁ ଗୋଟେ କଥା ଶୁଣାଉଛନ୍ତି। ଆସନ୍ତୁ ସେ କଥା ମାଧ୍ୟମରେ ଆମେ ଜାଣିବା, ନାରୀ ଯେତେବେଳେ ରଜବତୀ ହୋଇଥାଏ କାହିଁକି ପାପୀ ହୋଇଥାଏ, ତା ଶରୀର ପାପ ହୋଇଥାଏ। ଭଗବାନ କହୁଛନ୍ତି, ବୃତ୍ତାସୁର ନାମରେ ଏକ ଦୈତ୍ୟ ଥିଲା। ଯେତେବେଳେ ସେ ବହୁତ ଉତ୍ପାତ କଲା, ସେତେବେଳେ ସ୍ୱର୍ଗର ରାଜା ଇନ୍ଦ୍ର ଦେବତାଙ୍କୁ ବଦ୍ଧ କଲେ। ବୃତ୍ତାସୁର ଏକ ଋଷିପୁତ୍ର ହୋଇଥିବାରୁ ଇନ୍ଦ୍ରଦେବ ବ୍ରହ୍ମ ହତ୍ୟା ଦୋଷରେ ଦୋଷୀ ହେଲେ ଏବଂ ସେହି ବ୍ରହ୍ମ ହତ୍ୟା ଦୋଷରୁ ବ୍ରହ୍ମ ହତ୍ୟା ନାମକ ଦୋଷରୁ ନିଜକୁ ଲଜ୍ଜିତ ଅନୁଭବ କରି ଇନ୍ଦ୍ରାସନ ତ୍ୟାଗ କଲେ। ସେ ଇନ୍ଦ୍ରାସନ ତ୍ୟାଗ କରି ମାନସ ସରୋବରରେ ଯାଇଥିଲେ। ଯେତେବେଳେ ଇନ୍ଦ୍ରଦେବ ସ୍ୱର୍ଗକୁ ତ୍ୟାଗ କରିଛନ୍ତି, ସମସ୍ତ ସଂସାର ହାହାକାର ହୋଇଯାଇଛି, ତ୍ରାହି ତ୍ରାହି ହୋଇଯାଇଛି। ଖଳଲୋକ ମାନଙ୍କର ପ୍ରକୋପ ବଢ଼ିଯାଇଛି। ସମସ୍ତ ଦେବ କାର୍ଯ୍ୟ ସ୍ଥଗିତ ହୋଇଯାଇଛି। ସବୁ ବ୍ୟବସ୍ଥା ଅବ୍ୟବସ୍ଥାରେ ପରିଣତ ହୋଇଯାଇଛି। ଏହି ସମୟରେ ଭଗବାନ ବ୍ରହ୍ମା ଏସବୁ ଦେଖି ସହିପାରିଲେ ନାହିଁ। ତେଣୁ ସେ ଇନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ସେ ଇନ୍ଦ୍ରଙ୍କ ସମ୍ମୁଖକୁ ଆସି ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ କରିବା ପାଇଁ ଇନ୍ଦ୍ରଙ୍କୁ ସେ ବ୍ରହ୍ମହତ୍ୟା ଦୋଷକୁ 6 ଭାଗରେ ଭାଗ କଲେ। ହଁ ଆଜ୍ଞା, ବ୍ରହ୍ମହତ୍ୟା ଦୋଷକୁ 6ଟି ଭାଗରେ ଭାଗ କଲେ। ପାପକୁ 6ଟି ସ୍ଥାନରେ ରଖିଲେ।
ଏବେ ଆମେ ଜାଣିବା ଏହି 6ଟି ଭାଗ ପାପକୁ ବ୍ରହ୍ମା କେଉଁ କେଉଁ ସ୍ଥାନରେ ରଖିଲେ। ପ୍ରଥମ ଭାଗ ପାପକୁ ନାରୀର ଶରୀରରେ ସ୍ଥାପନ କଲେ। ଏଣୁ ଆଜ୍ଞା ମାନେ ନାରୀ ପାପ ଭୋଗିବା ପାଇଁ ପ୍ରତି ମାସରେ ଥରେ ଋତୁମତୀ ହେବ। ଗର୍ଭପୀଡ଼ା ପୁତ୍ର ଜନ୍ମ ସମୟରେ ଭୋଗିବ। ଦ୍ୱିତୀୟ ପାପଟି କେଉଁଠିକୁ ଗଲା ଆସନ୍ତୁ ଜାଣିବା। ଭଗବାନ ବ୍ରହ୍ମା ଦ୍ୱିତୀୟ ପାପକୁ ବୃକ୍ଷକୁ ପ୍ରଦାନ କଲେ। ତେଣୁ ବୃକ୍ଷ ଫଳହୀନ ହୋଇଥାଏ, ପୁଷ୍ପହୀନ ହୋଇଥାଏ। ଯେତେବେଳେ ବୃକ୍ଷ ପୁଷ୍ପହୀନ ହୋଇଥାଏ, ଫଳହୀନ ହୋଇଥାଏ, ଆମେ ଜାଣିବା ଏ ପାପ ଭୋଗ କରୁଛି, ବ୍ରହ୍ମହତ୍ୟା ପାପ ଭୋଗ କରୁଛି। ତୃତୀୟ ପାପକୁ ବ୍ରହ୍ମା ଅଗ୍ନିକୁ ଦେଇଦେଲେ। ଅଗ୍ନି କିପରି ସେ ପାପକୁ ଭୋଗ କରିଥାଏ ଆଜ୍ଞା ଜଳନ୍ତା ଅଗ୍ନି ଦେଖିବେ ବେଳେ ବେଳେ ଧୂମମୟ ହୋଇଯାଏ, ଧୂଆଁ ବାହାରିଥାଏ। ଆମେ ଜାଣିବା ସିଏ ବ୍ରହ୍ମହତ୍ୟା ପାପକୁ ଭୋଗ କରୁଛି। ଚତୁର୍ଥ ଭାଗ ପାପକୁ ପୃଥ୍ୱୀ ମାତାକୁ ଧରତୀ ମାତାକୁ ପ୍ରଦାନ କଲେ, ଯାହାର ପରିଣାମ ସ୍ୱରୂପ ସମସ୍ତ ସଚରାଚର ଜୀବଜନ୍ତୁ ତା ଉପରେ ମଳ ମୂତ୍ର ତ୍ୟାଗ କରନ୍ତି ଆଜ୍ଞା ମାନେ। ପଞ୍ଚମ ଭାଗ ପାପକୁ ନଦୀକୁ ପ୍ରଦାନ କଲେ। ପଞ୍ଚମ ଭାଗ ପାପକୁ ନଦୀକୁ ପ୍ରଦାନ କରିଥିବାରୁ ଆଜ୍ଞା ମାନେ ବେଳେ ବେଳେ ନଦୀ ଶୁଷ୍କ ହୋଇଯାଇଥାଏ। ଯଦି ନଦୀ ଶୁଷ୍କ ଅଛି ଜାଣିବେ ଇଏ ପାପ ଭୋଗୁଛି। ଷଷ୍ଠ ଭାଗ ପାପକୁ ବିଧାତା 12 ମାସକୁ ପ୍ରଦାନ କଲେ। ଆଜ୍ଞା ମାନେ 12 ମାସରେ ପ୍ରତ୍ୟେକ ମାସରେ ଥରେ ଶ୍ରବଣା ପଡ଼ିଥାଏ। ସେହି ଶ୍ରବଣାରେ ତୃଣ କାଷ୍ଠ ଛେଦନ କରିବା ମନା ହୋଇଥାଏ। ଏହିପରି ଭାବରେ ବ୍ରହ୍ମା ଇନ୍ଦ୍ରଙ୍କର ବ୍ରହ୍ମହତ୍ୟା ଦୋଷକୁ 6 ଭାଗରେ ବିଭକ୍ତ କରି ସମସ୍ତଙ୍କୁ ପ୍ରଦାନ କରିଦେଲେ। ତାପରେ ପୁନର୍ବାର ଇନ୍ଦ୍ରଙ୍କୁ ଇନ୍ଦ୍ରାସନରେ ସ୍ଥାପିତ କଲେ। ପୁଣି ସଂସାର ଦୁଃଖ ମୁକ୍ତ ହେଲା। ପୁଣି ଶ୍ରୀହରି କହୁଛନ୍ତି, ହେ ଗରୁଡ଼, ଏବେ ମୁଁ ତୁମକୁ ରଜବତୀ ନାରୀ ବିଷୟରେ ଶୁଣାଇବି। ମନ କର୍ଣ୍ଣ ଦେଇ ଶୁଣ। ଯାହା ଶୁଣି ତମର ସମସ୍ତ ସଂଶୟ ଦୂର ହୋଇଯିବ। ଯେତେବେଳେ ନାରୀ ଋତୁମତୀ ହୁଏ, ସେ ବ୍ରହ୍ମହତ୍ୟା ଦୋଷକୁ ଧାରଣ କରେ। କେଉଁ ଦିନରେ କେଉଁ ରୂପ ଧାରଣ କରେ ସେ ବିଷୟରେ କହୁଛି ଶୁଣ। ନାରୀ ଯେତେବେଳେ ପ୍ରଥମ ଦିନ ଋତୁମତୀ ହୋଇଥାଏ, ସେ ଚାଣ୍ଡାଳିନୀ ସ୍ୱରୂପ ଧାରଣ କରିଥାଏ। ଦ୍ୱିତୀୟ ଦିନରେ ନାରୀ ଯେତେବେଳେ ଋତୁମତୀ ହୁଏ, ସେ ବ୍ରହ୍ମଘାତିନୀ ହୋଇଥାଏ। ତୃତୀୟ ଦିନରେ ଆଜ୍ଞା ମାନେ ନାରୀ ରଜକିନୀ ହୋଇଥାଏ। ଏଣୁ ଏହି ଦିନରେ ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ। ଚତୁର୍ଥ ଦିନରେ ଭୋଗରେ କାମାସକ୍ତ ପୁରୁଷ ଚତୁର୍ଥ ଦିନରେ ସମ୍ଭୋଗ କଲେ ନାରୀ ପାପୀ ହୁଏ, ନପୁଂସକ ହୋଇଥାଏ। ସେହି ରଜବୀର୍ଯ୍ୟ ପାପାସକ୍ତ ହୋଇଥାଏ। ପଞ୍ଚମ ଦିନରେ ରଜବୀର୍ଯ୍ୟ ମିଶି ଫେଣ ସଦୃଶ ହୁଏ ଏବଂ ଗର୍ଭରେ ରୁହେ। କ୍ରମେ କ୍ରମେ ଫେଣ କଠିନ ହୋଇ ସେହି କଠିନ ବସ୍ତୁ 10ମ ଦିନରେ ବଦଳି ସମାନ ହୋଇଥାଏ। ଏହିପରି ଭାବରେ ଦ୍ୱିତୀୟ ମାସରେ ଭ୍ରୂଣ ଅଣ୍ଡା ସଦୃଶ ହୋଇଥାଏ। ତୃତୀୟ ମାସରେ ଜୀବର ଶରୀରରେ ଅସ୍ଥି, ନଖ, ଲୋମ, ଚର୍ମ ହୋଇଥାଏ। ଚତୁର୍ଥ ମାସରେ ଶରୀରକୁ ଆତ୍ମା ପ୍ରବେଶ କରେ। ପଞ୍ଚମ ମାସରେ କ୍ଷୁଧା ତୃଷ୍ଣା ଅନୁଭବ ହୁଏ। ଷଷ୍ଠ ମାସରେ ଦକ୍ଷିଣ କକ୍ଷରେ ଗତି କରେ ଏବଂ ମାତା ଯାହା ଖାଏ ତାହା ଛୁଆ ଗ୍ରହଣ କରେ। ଗର୍ଭରେ ଥିବା ସମୟରେ ଶିଶୁ ବିଷ୍ଠା ମୂତ୍ର ପୂଜରେ ଶୟନ କରୁଥାଏ ଆଜ୍ଞା ମାନେ। ଅନେକ କୃମିମାନେ ତାଙ୍କୁ କାମୁଡ଼ିଥାନ୍ତି। ଶିଶୁର ହାତ ପାଦ ସବୁ ବନ୍ଧନରେ ପଡ଼ିଥାଏ। ତେଣୁ ସେ ନିରନ୍ତର ଦୁଃଖ ଯାତନା ଭୋଗ କରେ। ସପ୍ତମ ମାସରେ ତାର ସମସ୍ତ ଅବୟବ ପ୍ରକାଶ ହୁଏ। ଅଷ୍ଟମ ମାସରେ ତାର ଅବୟବ ଗୁଡ଼ିକ ଦୃଢ଼ ହୋଇଥାଏ। ନବମ ମାସରେ
ଗର୍ଭରୁ ବାହାରକୁ ଆସିବା ପାଇଁ ବହୁତ ଉଦ୍ବେଗ ହୋଇଥାଏ। କ୍ଷୁଧା ତୃଷାରେ ଆତୁର ହୋଇଥାଏ। କୃମି କୀଟ ଯନ୍ତ୍ରଣାରେ ମୂର୍ଚ୍ଛାଗତ ହୋଇଥାଏ। ମାତା ଯାହା ଗ୍ରହଣ କରେ ତାକୁ ଶିଶୁ ଭକ୍ଷଣ କରେ। ଯଦି ଜନନୀ ବିଶୁଦ୍ଧ ଖାଦ୍ୟ ଭକ୍ଷଣ କରେ ତେବେ ସେ ଖାଦ୍ୟ ଶିଶୁ ଖାଇ କଷ୍ଟ ଭୋଗ କରେ। ଆଜ୍ଞାମାନେ ହସ୍ତପଦ ତାହାର ବନ୍ଧନ ହୋଇଥାଏ। ନିରନ୍ତର ଛଟପଟ ହୁଏ। ଏହିପରି ବହୁ ଗର୍ଭ କଷ୍ଟ ଭୋଗ କରି ଜୀବ ତାର ପୂର୍ବ ପାପକୁ ସ୍ମରଣ କରେ ଏବଂ କାନ୍ଦି କାନ୍ଦି କହେ, କାହିଁକି ଏ ସଂସାରରେ ଦେହ ଧାରଣ କଲି? କେବେ ହେଲେ ହରେ କୃଷ୍ଣ ହରେ ରାମ ନାମ ମଧ୍ୟ ଉଚ୍ଚାରଣ କଲି ନାହିଁ। ସଦା ସର୍ବଦା କାମିନୀ କାଞ୍ଚନ ସୁଖରେ ଭୋଗୀ ହେଲି। ଦେହରେ ଗର୍ବ ବହି ଗୁରୁଜନଙ୍କୁ ପୂଜା ସେବା କଲି ନାହିଁ। ଏହି ସବୁ ପାପ ଯୋଗୁଁ ଆଜି ମୋର ଗର୍ଭବାସ ହେଲା। ଅନେକ ନର୍କ ଯନ୍ତ୍ରଣା ଭୋଗୁଛି। ଏପରି ଅନେକ ବାର ପ୍ରଭୁଙ୍କୁ କାକୁତି ମିନତି ହୋଇ ପ୍ରାର୍ଥନା କରୁଥାଏ, ହେ ପ୍ରଭୁ ମତେ ଥରୁଟିଏ ନର୍କରୁ ରକ୍ଷା କର। ପ୍ରଭୁ ଥରୁଟିଏ ନର୍କରୁ ରକ୍ଷା କର। ହରି କୃଷ୍ଣ ରାମ ନାମ ସଦା ଧରିଥିବି। ତୁମରି ସେବା କରିବି। ତୁମରି ସଦା ସର୍ବଦା ଜୟଗାନ ଗାଉଥିବି। हे ब्रह्मांड नायक, मोर प्रति सदय होई ए नरकरु मुक्ति प्रदान कर प्रभु। हे विपद सिंधु, हे दीन सखा पारि कर। थरे मात्र क्षमा करी एथर जन्म हेले। थरे मात्र क्षमा कर प्रभु। एथर जन्म हेले ना आउ पाप कर्म करिबि नाही प्रभु। आउ पाप कर्म करिबि नाही। हे हरि तुम्भे सिना प्रभु त्रैलोक्यर चिंतामणि। हाँ प्रभु मो संसार मायारे पड़ी तुमको भूली जाइथिली। कामिनी रूपरे मोहित होई जाइथिली। विषय भोगरे लंपट होई जाइथिली। दिने हेले मो मुखरु तुमर नाम धरिली नाही। मु केते केते पाप करिछि, मांस खाइछि, बहु पशु पक्षी हत्या करिछि प्रभु। सुरापान करिछि, केबे हेले साधु सेवा करि नाही। गर्भरे अनेक निंदा उपहास करिछि। एही सब पाप क्षमा कर प्रभु। हे दयार सागर, हे दयामय हरि मते उद्धार कर। तापरे जीव प्रभु को आगे प्रतिज्ञा करे, हे प्रभु एथर जदि मु संसार को आसिले मु आपन को भजन करिबि। सदा सर्वदा आपन करण करिबि। एहिपरि भावे जीव प्रभु को काकुति मिनति होई डाके। 10 मास पर्यंत विष्ठामुद्रे घांटी होई सदा सर्वदा प्रभु को पाद कर्म चिंता करिଥାଏ। तापरे जीव जर्जर करिଥାଏ। एथि समर्थ हे सेतामंडली, हे साधुमंडली, मोर कथारे मोर बाणीरे जदि किछि भूल होई थाए मते आपन भाई क्षमा करिदेबे। मु अधम मु मूर्ख केवल प्रयास करूछि एही पुण्य पुराण गरुड़ पुराण जहाँ आपण माने सुनी जीवन रे बहुत किछि बदलै पारिबे। निज कर्म को शोधित करि पारिबे। जदि मते मो प्रवचन किछि त्रुटि रहुछि मते सुझाव दियंतु। आउ कोन कले एहा ठीक हबो किबा आउ कोनोसी विषय रे आपण जानिबाकु चाहुछंती ताहेले कमेंट रे कोनतु मु से विषय रे आहुरी वीडियो बनैबी। समस्तंको धन्यवाद एते निष्ठार सहित सुनिथिबारु। समस्तंको कोटि कोटि हृदय प्रणाम। जय जय जगन्नाथ, जय जय जगन्नाथ। सत्यर जय हो, धर्मर जय हो, पाप क्षय हो।